ଗପ ଅମୃତରେ ବିକ୍ରମ ବେତାଳ ଗପ ସେନାପତିଙ୍କ ନିଯୁକ୍ତି। ଶିଳ୍ପ କ୍ଷେତ୍ରର ଶାସକ ଥିଲେ କ୍ଷେତ୍ରପାଳ। ତାଙ୍କ ଶାସନ କାଳରେ ପ୍ରଜାମାନେ ସୁଖୀ ଥିଲେ। ତାଙ୍କ ମନ୍ତ୍ରୀ ଧର୍ମଶୀଳ ଅତ୍ୟନ୍ତ ମେଧାବୀ ଥିଲେ। ସେ ରାଜାଙ୍କୁ ଶାସନ ସମ୍ବନ୍ଧିତ ବିଷୟରେ ସୁପରାମର୍ଶ ପ୍ରଦାନ କରୁଥିଲେ। ସେହି ରାଜ୍ୟର ସେନାପତିଙ୍କର ଆକସ୍ମିକ ମୃତ୍ୟୁ ଘଟିଲା। ରାଜା ମହାମନ୍ତ୍ରୀ ଧର୍ମଶୀଳଙ୍କ ହାତରେ ନୂତନ ସେନାପତି ନିର୍ବାଚନର ଦାୟିତ୍ୱ ଅର୍ପଣ କଲେ। ସେହି ସମୟରେ ସେନାବାହିନୀରେ କେହି ସୁଦକ୍ଷ ବ୍ୟକ୍ତି ନଥିଲେ। ତେଣୁ ମନ୍ତ୍ରୀ ଜଣେ ସୁଯୋଗ୍ୟ ବୀରଙ୍କର ସନ୍ଧାନ କଲେ। ସେ ସାରା ରାଜ୍ୟରେ ଘୋଷଣା କରାଇଲେ ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜଧାନୀରେ ଯୁଦ୍ଧ କୌଶଳ ସମ୍ବନ୍ଧିତ ଏକ ପ୍ରତିଯୋଗିତା ଆୟୋଜନ ହେବ। ସେଥିରେ ବୀରତା, ଶାରୀରିକ ଦକ୍ଷତା ଓ ସୌନ୍ଦର୍ଯ୍ୟ, ଖଡ୍ଗବିଦ୍ୟା, ଧନୁର୍ବିଦ୍ୟା ଇତ୍ୟାଦି କଳାର ପ୍ରଦର୍ଶନ ହେବ। ଏହି ପ୍ରତିଯୋଗିତାରେ ରାଜ୍ୟର ଯେକୌଣସି ଯୁବକ ଭାଗ ନେଇପାରିବେ। ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ବୀରଙ୍କୁ ରାଜ୍ୟର ସେନାପତି ପଦରେ ନିଯୁକ୍ତ କରାଯିବ। ପ୍ରତିଯୋଗିତାରେ ଭାଗ ନେବାକୁ ଅନେକ ଯୁବକ ଆସିଲେ। ପ୍ରତିଯୋଗିତା ଠିକ୍ ସମୟରେ ଆରମ୍ଭ କରାଗଲା। ସୂକ୍ଷ୍ମଧର ଓ ରୂପସେନ ନାମକ ଦୁଇ ଜଣ ଯୁବକ ସମସ୍ତଙ୍କଠାରୁ ଶ୍ରେଷ୍ଠ ବୀର ଭାବରେ ଘୋଷିତ ହେଲେ। ସେମାନଙ୍କ ଭିତରୁ ଜଣକୁ ସେନାପତି ପଦ ପାଇଁ ମନୋନୀତ କରିବା ମନ୍ତ୍ରୀଙ୍କ ପକ୍ଷରେ ସହଜ ନଥିଲା। ମନ୍ତ୍ରୀ ବହୁତ ଭାବିଚିନ୍ତି ସେହି ଯୁବକ ଦ୍ୱୟଙ୍କୁ କହିଲେ, ତୁମେ ଦୁଇ ଜଣ ଯୁଦ୍ଧ ବିଦ୍ୟାରେ ଅସାଧାରଣ ପ୍ରତିଭାଶାଳୀ। ଏହି ଆଧାରରେ ତୁମ ଭିତରୁ ଜଣକୁ ମନୋନୀତ କରି ଅନ୍ୟ ଜଣକୁ ବାଦ୍ ଦେବା ଅନ୍ୟାୟ ହେବ। ସେନାପତି ପଦ କେବଳ ବୀରତା ନୁହେଁ, ଏହା ମଧ୍ୟ ଏକ ଦାୟିତ୍ୱବାନ ପଦବୀ। ଏଥିପାଇଁ ସାହସ ଓ ବୀରତା ସହିତ ମେଧାଶକ୍ତି ଓ ଜ୍ଞାନର ମଧ୍ୟ ଅତ୍ୟନ୍ତ ଆବଶ୍ୟକତା ରହିଛି। ମୁଁ ତୁମମାନଙ୍କର ମେଧାଶକ୍ତିର ପରୀକ୍ଷା ନେବାକୁ ଚାହେଁ। ତୁମେ ଦୁଇ ଜଣ ଏଥିପାଇଁ ପ୍ରସ୍ତୁତ କି? ଯୁଦ୍ଧବିଦ୍ୟା ସହିତ ମେଧାଶକ୍ତିର ପରୀକ୍ଷା ନେବା ଉଚିତ ଏବଂ ସ୍ୱାଭାବିକ ମଧ୍ୟ। ସେଥିପାଇଁ ଆମେ ପ୍ରସ୍ତୁତ। ସୂକ୍ଷ୍ମଧର ତୁରନ୍ତ ଉତ୍ତର ଦେଲେ। ଏଥିପାଇଁ ମୋର ମଧ୍ୟ କୌଣସି ଆପତ୍ତି ନାହିଁ, ରୂପସେନ ଜଣାଇଲେ। ଠିକ୍ ଅଛି, ରାଜା ଓ ସଭାସଦଙ୍କ ସମ୍ମୁଖରେ ମୁଁ ତୁମକୁ 3ଗୋଟି ପ୍ରଶ୍ନ ପଚାରିବି। ତୁମ ଦୁଇ ଜଣଙ୍କ ମଧ୍ୟରୁ ଯାହାର ଉତ୍ତର ଗ୍ରହଣଯୋଗ୍ୟ ଓ ସମୁଚିତ ମନେ ହେବ ତାଙ୍କୁ ସେନାପତି ପଦରେ ନିଯୁକ୍ତ କରାଯିବ। ମନ୍ତ୍ରୀ ପ୍ରକାଶ କଲେ। ଦୁଇ ଯୁବକ ଏହି ସର୍ତ୍ତରେ ରାଜି ହେଲେ। ତା ପରଦିନ ରାଜାଙ୍କ ସମ୍ମୁଖରେ ଏକ ସଭା ଆୟୋଜିତ ହେଲା। ଦୁଇ ଯୁବକ ସେମାନଙ୍କର ଆସନରେ ଆସୀନ ହେଲେ। ମନ୍ତ୍ରୀ ଧର୍ମଶୀଳ ଦଣ୍ଡାୟମାନ ହୋଇ ସେହି ଯୁବକଙ୍କୁ ସମ୍ବୋଧିତ କରି କହିଲେ, ମନେକର ତୁମେ ଦୁଇ ଜଣ ନଗରର ପ୍ରଧାନ ରାଜମାର୍ଗରେ ଯାଉଅଛ। ଏହି ସମୟରେ ତୁମେ ଦେଖିଲ ଯେ ଦୁଇ ଜଣ ଯୁବକ ରାସ୍ତା ଉପରେ ଲଢ଼େଇ ଝଗଡ଼ା କରୁଛନ୍ତି। ସେପରି ପରିସ୍ଥିତିରେ ତୁମେ କ'ଣ କରିବ? ମନ୍ତ୍ରୀବର, ରୂପସେନ ମୋଠାରୁ ବୟସରେ ସାନ, ତେଣୁ ପ୍ରଥମେ ତାଙ୍କୁ କହିବାର ସୁଯୋଗ ଦିଅନ୍ତୁ। ସୂକ୍ଷ୍ମଧର କହିଲେ। ମନ୍ତ୍ରୀବର, ପ୍ରଧାନ ରାଜମାର୍ଗରେ ଲଢ଼େଇ ଝଗଡ଼ା ଲାଗିବା ଅପରାଧ। ତେଣୁ ମୁଁ ସେହି ଦୁଇ ଜଣଙ୍କୁ ବନ୍ଦୀ କରି କାରାଗାରରେ ନିକ୍ଷେପ କରିବି। ତାପରେ ସେମାନଙ୍କ ଝଗଡ଼ାର କାରଣ ଜାଣି ସେମାନଙ୍କୁ ମହାରାଜଙ୍କର ସମ୍ମୁଖରେ ବିଚାର ପାଇଁ ଉପସ୍ଥିତ କରାଇବି। ରୂପସେନ ଉତ୍ତର ଦେଲେ। ତୁମେ କ'ଣ କରିବ? ମନ୍ତ୍ରୀ ସୂକ୍ଷ୍ମଧରକୁ ପଚାରିଲେ। ରାଜମାର୍ଗରେ ଦୁଇ ଜଣ ଯୁବକ ମାରପିଟ ହେବାର ଆବଶ୍ୟକ କିଛି କାରଣ ଥିବ। ମୁଁ ସେମାନଙ୍କ ପାଖକୁ ଯାଇ ପ୍ରଥମେ କାରଣ ପଚାରିବି। କାହାର ଭୁଲ ଜାଣିବା ପରେ ସେମାନଙ୍କର ସମସ୍ୟାର ସମାଧାନ କରିବି। ସୂକ୍ଷ୍ମଧର କହିଲେ। ଧର୍ମଶୀଳ ତାଙ୍କ ଉତ୍ତରକୁ ସଠିକ୍ ମନେକରି ମଥା ହଲାଇଲେ ଓ କହିଲେ, ଏବେ ମୋର ଦ୍ୱିତୀୟ ପ୍ରଶ୍ନ ଶୁଣ। କେତେକ ବିଦ୍ରୋହୀ ରାଜାଙ୍କ ବିରୁଦ୍ଧରେ ପ୍ରଜାମାନଙ୍କୁ ପ୍ରରୋଚିତ କରୁଛନ୍ତି। ଏଭଳି ପରିସ୍ଥିତିରେ ତୁମେ ଦୁଇ ଜଣ କ'ଣ କରିବ? ଗୁପ୍ତଚରଙ୍କ ଦ୍ୱାରା ବିଦ୍ରୋହୀଙ୍କର ଗତିବିଧି ଜାଣିବାକୁ ଚାହିଁବି ଓ ସେମାନଙ୍କର ଶକ୍ତିର ଆକଳନ କରିବି। ସେମାନଙ୍କର ନେତା କିଏ ଓ ସେମାନଙ୍କର ପ୍ରତି ଜନସାଧାରଣଙ୍କର ସମର୍ଥନ ଅଛି କି ନାହିଁ, ପଡ଼ୋଶୀ ରାଜ୍ୟ ସେମାନଙ୍କୁ ସହାୟତା ଓ ଶରଣ ଦେଉଛନ୍ତି କି ନାହିଁ ଓ ସେମାନଙ୍କ ପାଖରେ କି ଅସ୍ତ୍ରଶସ୍ତ୍ର ଅଛି ଜାଣିବାକୁ ଚାହିଁବି। ତାପରେ ସେନାବାହିନୀର ସହାୟତାରେ ସେମାନଙ୍କୁ ଦମନ କରିବି। ରୂପସେନ ଭାବପ୍ରବଣ ହୋଇ ନିଜର ମତ ପ୍ରକାଶ କଲେ। ଏହାପରେ ସୂକ୍ଷ୍ମଧର କହିଲେ, ରାଜାଙ୍କ ବିରୁଦ୍ଧରେ ଯଦି ବିଦ୍ରୋହୀମାନେ ବିଦ୍ରୋହ କରିବାର ପ୍ରସ୍ତୁତି କରୁଛନ୍ତି, ତେବେ ଜାଣିବାକୁ ହେବ ଶାସନ ବ୍ୟବସ୍ଥାରେ ନିଶ୍ଚୟ କିଛି ତ୍ରୁଟି ଅଛି। ପ୍ରଜାମାନଙ୍କର ସମସ୍ୟା ସମାଧାନରେ ଅସାବଧାନତା ରହିଥିବ କିମ୍ବା ଅତ୍ୟଧିକ ବିଳମ୍ବ ହୋଇଥିବ। ତେଣୁ ମୁଁ ପ୍ରଥମେ ବିଦ୍ରୋହୀମାନଙ୍କୁ ଡକାଇବି ଓ ସେମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରିବି। ପ୍ରକୃତରେ ଶାସନରେ କିଛି ତ୍ରୁଟି ଥିଲେ ତାହାର ସମାଧାନ କରିବି, କିନ୍ତୁ ବିନା କାରଣରେ ବିଦ୍ରୋହୀମାନେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ ସେନାବାହିନୀର ସହାୟତାରେ ମୁଁ ସେମାନଙ୍କୁ ସମୂଳେ ନାଶ କରିବି। ମନ୍ତ୍ରୀ ତାଙ୍କର ମତକୁ ଉଚ୍ଚ ପ୍ରଶଂସା କରି କହିଲେ, ତୁମେ ଠିକ୍ କହୁଛ। ଏବେ ମୋର ତୃତୀୟ ପ୍ରଶ୍ନ ଶୁଣ।
ମନେକର ତୁମେ ଦୁଇଜଣ ରାଜାଙ୍କ ସହିତ ଶିକାରକୁ ଯାଇଛ। ଅକସ୍ମାତ୍ ଗୋଟିଏ ସିଂହ ରାଜାକୁ ଆକ୍ରମଣ କଲା। ସେତେବେଳେ ତୁମେ ଦୁଇଜଣ କ'ଣ କରିବ? ଏଥିରେ ଭାବିବା ପାଇଁ ସମୟ କାହିଁ? ତୁରନ୍ତ ରାଜାଙ୍କୁ ମୁଁ ସେଠାରୁ ଘୁଞ୍ଚାଇ ଆଣିବି ଓ ସିଂହ ସହିତ ମୁକାବିଲା କରିବି। ନିଜର ପରାକ୍ରମ ଦ୍ୱାରା ସିଂହକୁ ମାରି ରାଜାଙ୍କୁ ରକ୍ଷା କରିବି। ରୂପସେନ କହିଲେ। ତୁମେ କ'ଣ କରିବ? ମନ୍ତ୍ରୀ ସୂକ୍ଷ୍ମଧରଙ୍କୁ ପଚାରିଲେ। ଯଦି ମୁଁ ରାଜାଙ୍କ ପାଖରେ ଅଛି ତେବେ ରାଜାଙ୍କୁ ସିଂହ ଆକ୍ରମଣ କରିବାର ପ୍ରଶ୍ନ ଉଠୁନାହିଁ, କାରଣ ମୁଁ ସର୍ବଦା ସତର୍କ ରହିଥିବି। ସୂକ୍ଷ୍ମଧର ଦୃଢ଼ତାର ସହ ପ୍ରକାଶ କଲେ। ତାଙ୍କ ଉତ୍ତର ଶୁଣି ରାଜା ଓ ସଭାସଦ ପ୍ରସନ୍ନ ହେଲେ। ତାଳିମାଡ଼ରେ ସଭାସ୍ଥଳୀ ଗୁଞ୍ଜରିତ ହୋଇ ଉଠିଲା। ଏହାପରେ ମନ୍ତ୍ରୀ ପୁଣି କିଛି ସମୟ ପାଇଁ ଚିନ୍ତାମଗ୍ନ ହୋଇପଡ଼ିଲେ। ତାପରେ ସ୍ମିତ ହସି କହିଲେ, ବୀର ଯୁବକ, ମୁଁ ପ୍ରଥମରୁ ତୁମ ଦୁଇଜଣଙ୍କୁ 3ଟି ପ୍ରଶ୍ନ ପଚାରିବାକୁ ସ୍ଥିର କରିଥିଲି, କିନ୍ତୁ ଏବେ ଆଉ ଗୋଟିଏ ପ୍ରଶ୍ନ ପଚାରିବାକୁ ଇଚ୍ଛା କରୁଛି। ଆମ ରାଜ୍ୟର ସୀମାକୁ ଆଉ 3ଟି ରାଜ୍ୟ ଲାଗି ରହିଛି। ମନେକର ସେଥିରୁ ଗୋଟିଏ ରାଜ୍ୟରେ ସୁନା ଧନରତ୍ନ ଭରପୁର ଅଛି, ଆଉ ଗୋଟିଏ ରାଜ୍ୟରେ ଅସ୍ତ୍ରଶସ୍ତ୍ର ପ୍ରଚୁର ପରିମାଣରେ ଅଛି, ଅନ୍ୟ ଏକ ରାଜ୍ୟରେ ପ୍ରଚୁର ଖାଦ୍ୟଶସ୍ୟ ଅଛି। ଏହି 3ଟି ରାଜ୍ୟ ଉପରେ ଆକ୍ରମଣ କରିବାକୁ ହେଲେ ପ୍ରଥମେ ତୁମେ କେଉଁ ରାଜ୍ୟ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେବ? ରୂପସେନ ତୁରନ୍ତ ଉତ୍ତର ଦେଲେ, ଏଭଳି କ୍ଷେତ୍ରରେ ଜଣେ ସେନାପତିଙ୍କ ପକ୍ଷରେ ନିଷ୍ପତ୍ତି ନେବାର ସୁଯୋଗ ନଥାଏ। ରାଜା ଯାହା ଆଦେଶ ଦେବେ ତାହା ପାଳନ କରିବା ସେନାପତିଙ୍କର କର୍ତ୍ତବ୍ୟ। ରାଜା ଓ ମନ୍ତ୍ରୀଙ୍କର ନିର୍ଣ୍ଣୟ ଅନୁସାରେ ମୁଁ କାର୍ଯ୍ୟ କରିବି ଓ ବିଜୟ ପ୍ରାପ୍ତ କରିବି। ମନ୍ତ୍ରୀ ସୂକ୍ଷ୍ମଧରଙ୍କର ଅଭିପ୍ରାୟ ଜାଣିବାକୁ ଚାହିଁଲେ। ସେନାବାହିନୀକୁ ଶକ୍ତିଶାଳୀ କରିବା ସେନାପତିର ପ୍ରଥମ କର୍ତ୍ତବ୍ୟ। ସେନାବାହିନୀର ଶକ୍ତିର ଆଧାର ହେଉଛି ଅସ୍ତ୍ରଶସ୍ତ୍ର। ଯଦି ଆମ ପାଖରେ ପ୍ରଚୁର ଅସ୍ତ୍ରଶସ୍ତ୍ର ରହିବ ତେବେ ଆମର ଆତ୍ମବଳ ବୃଦ୍ଧି ପାଇବ ଓ ଆମେ ଅକ୍ଲେଶରେ ଅନ୍ୟ 2 ରାଜ୍ୟକୁ ଆମର ଅଧୀନସ୍ଥ କରିପାରିବୁ। ଆପଣମାନେ ଜାଣିଥିବେ, ଯେଉଁଠାରେ ଧୈର୍ଯ୍ୟ ଲକ୍ଷ୍ମୀ ବାସ କରନ୍ତି ସେଠାରେ ଅନ୍ୟ 7 ଜଣ ଲକ୍ଷ୍ମୀ ବାସ କରନ୍ତି। ତେଣୁ ମୁଁ ପ୍ରଥମେ ଅସ୍ତ୍ରଶସ୍ତ୍ର ଅଧିକାରୀ ହୋଇଥିବା ରାଜ୍ୟ ଉପରେ ଆକ୍ରମଣ କରିବି। ସୂକ୍ଷ୍ମଧର ଅତ୍ୟନ୍ତ ଗମ୍ଭୀର ସ୍ୱରରେ ଏହି ମତ ପ୍ରକାଶ କଲେ। ତାଙ୍କର ଉତ୍ତର ସମସ୍ତଙ୍କୁ ମୁଗ୍ଧ କରିଦେଲା। ପ୍ରଥମରୁ ସେ ପ୍ରତ୍ୟେକ ପ୍ରଶ୍ନର ଚମତ୍କାର ଉତ୍ତରମାନ ପ୍ରଦାନ କରିଥିଲେ। ସମସ୍ତେ ମତ ପ୍ରକାଶ କଲେ ସୂକ୍ଷ୍ମଧରଙ୍କୁ ସେନାପତି ପଦରେ ନିଯୁକ୍ତ କରାଯାଉ। ଆଶା ଥାଏ ଯେ ମହାମନ୍ତ୍ରୀ ମଧ୍ୟ ସେହି ନିଷ୍ପତ୍ତି ଗ୍ରହଣ କରିବେ। କିନ୍ତୁ ମନ୍ତ୍ରୀଙ୍କର ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିଦେଲା। ସେ ରୂପସେନକୁ ସେନାପତି ପଦରେ ନିଯୁକ୍ତି ଦେବାକୁ ଘୋଷଣା କଲେ। ରାଜା ଆନନ୍ଦ ମନରେ ନିଜର ସମ୍ମତି ପ୍ରଦାନ କଲେ। ବେତାଳ ଏହି କାହାଣୀ ଶୁଣାଇ ସାରିବା ପରେ କହିଲେ, ରାଜନ୍, ସୂକ୍ଷ୍ମଧର ଓ ରୂପସେନ ଯୁଦ୍ଧ ବିଦ୍ୟାରେ ସମାନ ପ୍ରତିଭାଶାଳୀ ସାବ୍ୟସ୍ତ ହୋଇଥିଲେ। ତେଣୁ ମନ୍ତ୍ରୀ ସେମାନଙ୍କର ମେଧାଶକ୍ତିର ପରୀକ୍ଷା ନେବା ପାଇଁ ସ୍ଥିର କଲେ। ତାପରେ ସେ ଯେଉଁ ସବୁ ପ୍ରଶ୍ନ ପଚାରିଲେ, ସୂକ୍ଷ୍ମଧର ସେସବୁର ବିଚକ୍ଷଣ ଉତ୍ତର ପ୍ରଦାନ କଲେ। ମନ୍ତ୍ରୀଙ୍କ ସମେତ ସମସ୍ତେ ତାର ଉଚ୍ଚ ପ୍ରଶଂସା କଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ରୂପସେନକୁ ସେନାପତି ପଦରେ ନିଯୁକ୍ତ ଦିଆଗଲା। ମନ୍ତ୍ରୀଙ୍କର ଏଭଳି ନିଷ୍ପତ୍ତି ଅସ୍ୱାଭାବିକ ଓ ଅସଙ୍ଗତିପୂର୍ଣ୍ଣ ମନେ ହେଉନାହିଁ କି? ତା ପରଠାରୁ ବଳି ଆଶ୍ଚର୍ଯ୍ୟର କଥା ଏହି ଯେ ରାଜା ମଧ୍ୟ ମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ସହସା ସମ୍ମତି ପ୍ରଦାନ କଲେ। ଧର୍ମଶୀଳଙ୍କର ଏପରି ନିଷ୍ପତ୍ତିର ପଶ୍ଚାତରେ କିଛି ବଳିଷ୍ଠ କାରଣ ଅଛି କି? ମୋର ଏହି ସନ୍ଦେହର ସମାଧାନ ଜାଣି ସୁଦ୍ଧା ନୀରବ ରହିଲେ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ। ବିକ୍ରମାର୍କ ଉତ୍ତର ଦେଲେ, ଏହା ସତ୍ୟ ଯେ ମେଧାଶକ୍ତି ସମ୍ପର୍କରେ ତୁଳନା କଲେ ରୂପସେନଙ୍କ ଠାରୁ ସୂକ୍ଷ୍ମଧର ଅନେକ ଗୁଣରେ ଉତ୍ତମ। ଏହି କାରଣରୁ ମନ୍ତ୍ରୀ ଧର୍ମଶୀଳ ତାଙ୍କର ଉତ୍ତର ଶୁଣି ଉଚ୍ଚ ପ୍ରଶଂସା କଲେ ଓ ଅଭିନନ୍ଦନ ଜଣାଇଲେ। କିନ୍ତୁ ଏପରି ଜଣେ ବିଚକ୍ଷଣ ମେଧାସମ୍ପନ୍ନ ସେନାପତିଙ୍କ ଅଧୀନରେ ରାଜ୍ୟର ସେନାବାହିନୀ ରହିବା ରାଜ୍ୟ ଓ ରାଜାଙ୍କ ପକ୍ଷରେ ହିତକର ନୁହେଁ। ଭବିଷ୍ୟତରେ ଶାସନ ଓ ସୈନ୍ୟ ପରିଚାଳନାରେ ରାଜାଙ୍କ ସହିତ ମତଭେଦ ହେବାର ସମ୍ଭାବନା ରହିଛି ଓ ତାହା ରାଜାଙ୍କ ପାଇଁ ବିପଦର କାରଣ ହୋଇପାରେ। ଅଧିକ ବିଚକ୍ଷଣ ଲୋକ ନିଜକୁ ଅନ୍ୟମାନଙ୍କ ଠାରୁ ଜ୍ଞାନୀ ମନେକରେ ଓ ଯଦି ତା ମନରେ ଅହଙ୍କାର ଜାତ ହୁଏ ସେ ତାର ମାଲିକକୁ ବେଖାତିର କରି ନିଜେ ସ୍ୱାଧୀନ ନିଷ୍ପତ୍ତି ନେବାକୁ ଆରମ୍ଭ କରେ। ଏହିପରି ହେଲେ ସେ ରାଜାଙ୍କୁ ଅବଜ୍ଞା କରିପାରେ। ସେନାପତି ପାଇଁ ସ୍ୱାମୀଭକ୍ତି ଓ ରାଜଭକ୍ତି ସବୁଠାରୁ ଅଧିକ ଜରୁରୀ। କୌଣସି ସମସ୍ୟାର ସମାଧାନ ଖୋଜିବା ମନ୍ତ୍ରୀଙ୍କର କାମ, ସେନାପତିଙ୍କର କାମ ନୁହେଁ। ଏହି ଦୃଷ୍ଟିରୁ ରୂପସେନ ସେନାପତି ପଦ ପାଇଁ ଅଧିକ ଉପଯୁକ୍ତ। ରାଜା ଓ ମନ୍ତ୍ରୀଙ୍କ ଆଦେଶ ପାଳନ କରିବା ସେନାପତିଙ୍କର କର୍ତ୍ତବ୍ୟ। ଏଥିପାଇଁ ସାଧାରଣ ମେଧାଶକ୍ତିର ପର୍ଯ୍ୟାପ୍ତ ଅଟେ। ଆଉ ଯୁଦ୍ଧ ବିଦ୍ୟାରେ ରୂପସେନ ଓ ସୂକ୍ଷ୍ମଧର ସମାନ ଭାବରେ ପ୍ରତିଭାଶାଳୀ। ତେଣୁ ସେନାପତି ନିଯୁକ୍ତି କ୍ଷେତ୍ରରେ ମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଲେ ତାହା ଦୂରଦର୍ଶିତାପୂର୍ଣ୍ଣ ଅଟେ। ତେଣୁ ମନ୍ତ୍ରୀଙ୍କ ନିଷ୍ପତ୍ତି ସହିତ ରାଜା ମଧ୍ୟ ଏକମତ ହେଲେ।
ଏହିପରି ରାଜାଙ୍କର ମନଭଙ୍ଗ କରିବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ଅଦୃଶ୍ୟ ରୂପରେ ପୁନଶ୍ଚ ବୃକ୍ଷ ଡାଳରେ ଝୁଲି ପଡ଼ିଲା।